କିଛି ନୂଆ ଶିଖିବା, କିଛି ନୂଆ ଜାଣିବା, କିନ୍ତୁ ବୁଝିବା, ପଢିବା ଏବଂ ପ୍ରୟୋଗ କରିବା ସେଇଟା ହେଉଛି ଓଡ଼ିଆ ପାଠଶାଳାର ପ୍ରଚେଷ୍ଟା। ଆପଣମାନଙ୍କୁ ସମସ୍ତଙ୍କୁ ସ୍ୱାଗତ ଓଡ଼ିଆ ପାଠଶାଳାକୁ। ଚାଲନ୍ତୁ ଆଜିର ଭିଡିଓରେ କଥା ହେବା ପୃଥିବୀ ପୃଷ୍ଠରୁ ତୈଳ ଆମେ କେଉଁଭଳି ଭାବରେ ସଂଗ୍ରହ କରୁ ବା ଆମେ ପାଇଥାଉ। ଲକ୍ଷ ଲକ୍ଷ ବର୍ଷ ପୂର୍ବରୁ ପ୍ରାଚୀନ ସମୁଦ୍ରର ତଳଭାଗରେ ବୁଡ଼ି ଯାଇଥିବା କ୍ଷୁଦ୍ର ଉଦ୍ଭିଦ ଏବଂ ପ୍ରାଣୀଙ୍କ ଅବଶେଷରୁ ଅଶୋଧିତ ତୈଳ ସୃଷ୍ଟି ହୋଇଥିଲା। ସମୟ ସହିତ ତାପ ଏବଂ ଚାପ ଏହି ଜୈବ ପଦାର୍ଥକୁ ତେଲରେ ପରିଣତ କରିଥିଲା। ବୈଜ୍ଞାନିକ ବା ଇଞ୍ଜିନିୟରମାନେ ଭୂକମ୍ପୀୟ ସର୍ବେକ୍ଷଣ ଭଳି ବିଶେଷ ଉପକରଣ ବ୍ୟବହାର କରି ଭୂତଳ ତେଲ ଖୋଜନ୍ତି, ଯାହା ସେମାନଙ୍କୁ ପୃଥିବୀ ପୃଷ୍ଠ ତଳେ ତେଲ ସମୃଦ୍ଧ ପଥର ଗୁଡ଼ିକୁ ଚିହ୍ନଟ କରିବାରେ ସାହାଯ୍ୟ କରେ। ଏହି ତୈଳ କ୍ଷେତ୍ର ମିଳିଗଲେ ଡ୍ରିଲ୍ ରିଗ୍ ବ୍ୟବହାର କରି କୂଅ ନାମକ ଏକ ଗାତକୁ ଭୂମିରେ ଗଭୀର ଖୋଳାଯାଏ। ଗଭୀରତା କିଛି 100ରୁ 1000 ମିଟର ପର୍ଯ୍ୟନ୍ତ ହୋଇପାରେ। ଯେତେବେଳେ ଡ୍ରିଲ୍ ତେଲ ସ୍ତର ପର୍ଯ୍ୟନ୍ତ ପହଞ୍ଚିଥାଏ, ଜଳଭଣ୍ଡାର ଭିତରେ ଚାପ ପ୍ରାୟତଃ ତେଲକୁ ପ୍ରାକୃତିକ ଭାବରେ ଉପରକୁ ଠେଲିଦିଏ। ଅନ୍ୟ କ୍ଷେତ୍ରରେ ଏହାକୁ ପୃଷ୍ଠକୁ ଆଣିବା ପାଇଁ ପମ୍ପ ବ୍ୟବହାର କରାଯାଏ। ବାହାରୁଥିବା ଅଶୋଧିତ ତେଲ ସାଧାରଣତଃ ପାଣି, ଗ୍ୟାସ୍ ଏବଂ ଅଶୁଦ୍ଧତାରେ ମିଶ୍ରିତ ହୋଇଥାଏ। ଏହି ଅଶୁଦ୍ଧତା ଗୁଡ଼ିକୁ ତୈଳକୂପ ସ୍ଥାନରେ କିମ୍ବା ଏକ ବିଶୋଧନାଗାରରେ ପୃଥକ କରାଯାଏ। ଉତ୍ତୋଳିତ ତେଲକୁ ଅଧିକ ପ୍ରକ୍ରିୟାକରଣ ପାଇଁ ପାଇପଲାଇନ୍, ଜାହାଜ କିମ୍ବା ଟ୍ରକ୍ ମାଧ୍ୟମରେ ବିଶୋଧନାଗାରକୁ ପରିବହନ କରାଯାଏ। ବିଶୋଧନାଗାରରେ ଅଶୋଧିତ ତେଲକୁ ଗରମ କରାଯାଇ ପେଟ୍ରୋଲ, ଡିଜେଲ, କେରୋସିନ, ଲୁବ୍ରିକାଣ୍ଟ ଏବଂ ପ୍ଲାଷ୍ଟିକ ଭଳି ଉପଯୋଗୀ ଉତ୍ପାଦରେ ପୃଥକ କରାଯାଏ। ବିଶୋଧିତ ଉତ୍ପାଦ ଗୁଡ଼ିକୁ ତାପରେ ବିଭିନ୍ନ ବ୍ୟବହାର ପାଇଁ ଇନ୍ଧନ ଷ୍ଟେସନ, କାରଖାନା ଏବଂ ଘରକୁ ପଠାଯାଏ। ଶକ୍ତି, ପରିବହନ କିମ୍ବା ଶିଳ୍ପ ପାଇଁ ଆବଶ୍ୟକ ନହେବା ପର୍ଯ୍ୟନ୍ତ ତେଲକୁ ଟ୍ୟାଙ୍କରେ ସଂରକ୍ଷଣ କରାଯାଏ। ଭିଡ଼ିଓଟି କେମିତି ଲାଗିଲା ମୋତେ କମେଣ୍ଟ କରିକି ଜଣାଇବ। ଯଦି ଭଲ ଲାଗିଲା ଭିଡ଼ିଓଟା ତାହେଲେ ଭିଡ଼ିଓଟିକୁ ଲାଇକ୍ କରିଦେବ, ଭିଡ଼ିଓକୁ ସେୟାର କର, ଚ୍ୟାନେଲକୁ ସବସ୍କ୍ରାଇବ କରି ବେଲ୍ ଆଇକନ୍ ପ୍ରେସ୍ କରି ଅଲ୍ ନୋଟିଫିକେସନକୁ ଅନ୍ ରଖିଥାଅ। ତାହେଲେ ରହୁଛି, ଦେଖା ଆଗାମୀ ଭିଡ଼ିଓରେ। ଭଲରେ ରୁହ, ସୁସ୍ଥରେ ରୁହ, ମୋତେ ଅନୁମତି ଦିଅ। ବାଏ।